ମୁଁ ଯାହା କୁହେ ମୁହଁରେ କୁହେ। ବାସ୍ କିଛି ଲୋକ ମୋତେ ଶତ୍ରୁ ଭାବନ୍ତି। କାହିଁକି କିଏ ଶତ୍ରୁ ଭାବିବ? ଆପଣ ମୁହଁରେ କହୁଛନ୍ତି ମାନେ ଭାବୁଛନ୍ତି ମୁଁ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି ମୁଁ ଠିକ୍ ବୋଲି। ପ୍ରାୟତଃ ଏଇ କଥାଟା ଗୋଟେ ଗର୍ବ ଆଉ ଗୋଟେ ଘମଣ୍ଡ ଟାଇପ୍ର ଲାଗେ। ମୁହଁରେ ତ ସମସ୍ତେ କୁହନ୍ତି ଆମର କିଛି ଅଲଗା ଅଙ୍ଗ ଅଛି, ନାକ କାନ ଆମେ କହିପାରିବା? ନାଇଁ ନା, ମୁହଁ ତ ଅଛି। ହଁ, ଆମେ ଏଇଟା ଧ୍ୟାନ ଦେବା ଦରକାର ଯେ ମୁଁ ଯାହା କହୁଛି ସେଇଟା କାହା ଆଖିର ଲୁହର କାରଣ ନ ହେଉ, ସେଇଟା କାହାକୁ କଷ୍ଟ ନ ହେଉ। ଆମେ କ୍ରିଟିସାଇଜ୍ କରିକି କାହାକୁ ନ କହୁ, ଯେମିତି ଆମେ ଭଲରେ କହିପାରିବା। ଆଉ ପରିବାର ମଙ୍ଗଳ ନିମିତ୍ତ, ସମାଜ ମଙ୍ଗଳ ନିମିତ୍ତ କିଛି କହିଲେ ଆମକୁ କେହି ଖରାପ ଭାବିବେନି। ଆମେ ସେଇଆ କରିବାନି, କାହାକୁ କଷ୍ଟ ଦେଲା ଭଳିଆ କହିବା। ଆଉ କହିବା ମୁଁ ଯାହା କୁହେ ମୁହଁରେ କୁହେ। ମୁହଁରେ କହି କହିକା ଆମେ ନିଜକୁ ସବୁବେଳେ ଏଇଆ ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତି ଯେ ଆଇ ଏମ୍ ଦ ରାଇଟ୍। ନୋ, କେବେ ବି ନୁହେଁ। ଆମେ ସମସ୍ତେ ହିଁ ମୁହଁ ପାଇଛେ କହିବାକୁ। ସମସ୍ତେ ହିଁ ପାଟି ଗୋଟିଏ ଜିନିଷ ଅଙ୍ଗ, ଆଉ କିଏ କେଉଁଥିରେ ଅଲଗା ଜିନିଷ ପାଇନାହାନ୍ତି କହିବା ପାଇଁ। କିନ୍ତୁ ଆମେ ଧ୍ୟାନ ଦେବା ଦରକାର ଆମ କଥା କେତେ ଅନ୍ୟ ପାଇଁ ମିଷ୍ଟଭାଷୀ ହେଇପାରୁଛି, କାହା ପାଇଁ କେତେ ସୁନ୍ଦର ହେଇପାରୁଛି। ଆମେ ଠିକ୍ ୱେରେ ଯେମିତି ସମସ୍ତଙ୍କୁ ଠିକ୍ କଥା କହିକି ସମସ୍ତଙ୍କ ମନ ନିହାତି ଜିତିପାରିବା। ତେଣିକି କାହାର କାହାର ଅଯୌକ୍ତିକ ଯୁକ୍ତି ବି ନହେଲା କାହିଁକି, ଆମେ ଆମ ଯୁକ୍ତି ବଳରେ ସମସ୍ତଙ୍କୁ ଭଲରେ ଜିତିପାରିବା, ନା କି ଶ୍ରୁତିକଟୁ କଥା କହିକି। ବାସ୍।